श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तुम्हें कंठरे बस, माँ कंठरे बस। अतिबड़ी जगन्नाथ दास रचित श्रीमद् भागवत महापुराण तृतीय स्कंधर आज पंचदश अध्याय श्रवण करिबा। एही अध्यायर प्रथम भागरे पद्यंतरी एवं द्वितीय भागरे यार व्याख्या श्रवण करिबा। तो एही अध्याय रे जय विजय को सनक आदि को अभिशाप कथा वर्णना कर जाइछि। आमे भागवत महापुराणर अध्याय गुड़िक धारावाहिक भाव में शुणा द्वारा आमर ज्ञान वृद्धि पाइबा सहित पाप क्षय होता है एवं सृष्टि ठारू विलय पर्यंत सबकि जो घटना घटे तार सबु प्रतिच्छवि आम हृदय स्थानित होता है। तेणु चेष्टा करंतु चैनल शास्त्र ज्ञान 6918 को सब्सक्राइब करंतु एवं भागवत महापुराणर प्रथम स्कंधरू शुणा पाइपर। तेबे आसंतु आरंभ करिबा तृतीय स्कंध पंचदश अध्याय 15 अध्याय। पंचदश अध्याय। विप्रंक शापे विष्णुभृत्य जेमंते होइले दैत्य देवंक प्रश्ने ब्रह्मा कहे। प्रसंग 15 अध्याय। मैत्रेय उवाच से प्रजापति तेजवीर्य दिति उदरे से आत्मज सत्यव रस देवमते गर्भेद इला भयचिते देवदलन तेजसूणी अंतरे भालई तरुणी न जानी कली एड़े कर्म कामे हो इली मति भ्रम दैव बल बलियार कि करी पारे सुर नर गर्भर तेज बले हरि गर्भर तेज बले करी लोके दी सिले हत सिरी एबे हो शुण कुरुवीर दिगे दी सन्ति अंधकार इंद्रादि दिग पाले मिली सकले एक मने भाली ब्रह्मार निकटे मिलिले भये नेक स्तुति कले देवा उचुहु भोदेव देव वेदपति दिगे दी सन्ति भयाकृति ए घोर अंधकार जेणु आम्भे तो भले न प्रमाण कुशल न हे ए संसार अद्भुत घोर अंधकार एक कथा तुम्भंकु गोचर कियो गोचर बा तुम्भर ए काल महिमा के जाने आगम निगम प्रमाणे हे देव देव जगधात आम्भे कले तोर भृत्य संसारे जेते भूत देही तू परा पर भावग्राही गृहीत रज गुणे देही तोरूप न जानती केही अनन्य भावे आत्मा भावे जे प्राणी तो चरण सेवी तार शुभ लेश नाही सत सत पर तुही निर्जने बसी जोगी जने निश्चल चित्ते जोग ध्याने मन पवन हृदय रुंदी इंद्रिय समूह निरोधी तोर प्रसाद जे लभंती ताहांक नाही भय भ्रांति जार बचने प्रजागणे भावे से बंती अनुक्षणे तरंती भव भय त्रास तु नाथ अनादि पुरुष आम्भर सुख गला क्षय भोनाथ कर तु उपाय देखक श्यप प्रजापति दितिश जोगे कलामती दितिर गर्भे बीर्य देला
ତମେ ଭୁବନ ଆଚ୍ଛାଦିଲା ବେଳକୁ ବେଳ ବଢ଼େ ତେଜ ସମିଧେ ଜହ୍ନେ ଅଗ୍ନି ତେଜ। ମୈତ୍ରେୟ ଉବାଚ ଏମନ୍ତେ ଦେବ ସ୍ତୁତି ଶୁଣି ସମ୍ଭ୍ରମ ଚିତ୍ତେ କୁଶପାଣି ଶବଦ କରିଣ ଗୋଚର ଦେବଙ୍କୁ କହନ୍ତି ମଧୁର। ବ୍ରହ୍ମା ଉବାଚ ଶୁଣ ସକଳ ଦେବଗଣ କହିବା ଏଥିର କାରଣ ତୁମ୍ଭର ପୂର୍ବ ସୃଷ୍ଟି ଲାଭେ ମୁଁ ଯେ ବସିଲି ଧ୍ୟାନ ଭାବି ସନକ ଆଦି ଚାରି ଭ୍ରାତେ ଜନ୍ମିଲେ ମୋର ଶୁଦ୍ଧ ଚିତ୍ତେ ଊର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧ ଚେତା ତେଣୁ ହୋଇଲେ ଊର୍ଦ୍ଧ୍ୱରେତା। ଗଗନ ମାର୍ଗେ ତାଙ୍କ ଗତି ସକଳ ଭୁବନେ ଭ୍ରମନ୍ତି ବିଗତ ସ୍ପୃହା ତାଙ୍କ ଶିକ୍ଷା ନିତ୍ୟ ପରମହଂସ ଦୀକ୍ଷା। ଧୂଳିଧୂସର ଦିଗମ୍ବର ନିତ୍ୟ ନିର୍ବିଷୟ ଗୋଚର ସେ ମୁନି ଗଣେ ଏକ ଦିନେ ମିଳିଲେ ବିଷ୍ଣୁର ଭୁବନେ ଯେ ନାମ ବୈକୁଣ୍ଠ ବିଦିତ ସର୍ବଦେବତା ନମସ୍କୃତ। ଯହିଁ ପୁରୁଷେ ମହାସୁଖେ ବସନ୍ତି ବିଷ୍ଣୁର ସମ୍ମୁଖେ ସର୍ବେ ଦିଶନ୍ତି ବିଷ୍ଣୁମୟେ ବିନାଶ ନାହିଁ କାଳ ଭୟେ। ନିମିତ୍ତା ନିମିତ୍ତ ଆଚରେ ନିମିତ୍ତା ନିମିତ୍ତ ଆଚାରେ ହରିଙ୍କି ଭଜନ୍ତି ବ୍ୟବହାରେ ଆଦି ପୁରୁଷ ଯହିଁ ହରି ବସନ୍ତି ଧର୍ମ ରୂପ ଧରି ସର୍ବଗୋଚର ଦୃଷ୍ଟି ମାତ୍ରେ ବିଶ୍ୱ ସଂସାରେ ଅବିରତେ। ନିର୍ମଳ ସତ୍ୱ ମୂର୍ତ୍ତି ବହି ସୁଖେ ଅଛନ୍ତି ଯହିଁ ରହି ଯହିଁ କୈବଲ୍ୟ ନାମେ ବନ ବିରାଜେ କଳ୍ପ ଦ୍ରୁମମାନ ସକଳ ଋତୁ ଯହିଁ ବସେ କୈବଲ୍ୟ ମୂର୍ତ୍ତି ମନ୍ତ କିସେ ଯହିଁ ବି ମାନେ ସତ ସତେ ଦିବ୍ୟ କାମିନୀ ଯୁଥ ଯୁଥେ ବିଷ୍ଣୁ ମହିମା ଗୁଣ ଗାନ୍ତି କୋଟିଶ ସାଙ୍କ ରୂପ କାନ୍ତି। ବିକାଶ ପୁଷ୍ପ ଜଳାଶଏ ମଧୁମାଧବୀ ଗନ୍ଧ ବହେ ସେ ଗନ୍ଧ ସର୍ବ ମନୋହର ତାହାକୁ କରି ଅନାଦର ବିଷ୍ଣୁର ପାଦେ ମନ ଦେଇ ଆନନ୍ଦେ ତୁଣ୍ଡେ ନାମ ଗାଇ। କୋକିଳ ପାରାବତ ହଂସ ଡାହୁକ ତିତିରି ସାରସ ଚକ୍ରବାକ ଯେ ବରହୀଣ ସୁସ୍ୱର ନାଦେ ଅନୁକ୍ଷଣ ସର୍ବେ ଗାୟନ୍ତି ହରି କଥା ଯେ ଭାବେ ଖଣ୍ଡେ ଭବ ବ୍ୟଥା। ମନ୍ଦାର କୁରୁବକ କୁନ୍ଦ ଉତ୍ପଳ ଚମ୍ପକ କୁମୁଦ ପୁନାଗ ନାଗ ପାରିଜାତ ତୁଳସୀ ବନ ସୁଲଳିତ ନାନା କୁସୁମ ପରିମଳ ସୁଗନ୍ଧ ସମୀର ଶୀତଳ ମର୍କତ ବହି ଦୁର୍ଯ୍ୟ ହେମ ସହସ୍ର ସହସ୍ର ବିମାନ ପ୍ରମାଣ କରି ହରିପାଦେ ଭକତେ ବସନ୍ତି ଆନନ୍ଦେ। ପରମ ଲକ୍ଷ୍ମୀ ଯହିଁ ନିତ୍ୟେ ଲୋହିତ ନୀଳ ପଦ୍ମହସ୍ତେ ସ୍ଫଟିକ କୁଡ୍ୟ ଗୃହେ ପଶି ପାଦନୁ ପୁରରବେ ଘୋଷି ସୁବର୍ଣ୍ଣ ସ୍ତମ୍ଭ ଗୃହ ମଧ୍ୟେ ବିରାଜେ ଭୁବନ ଆନନ୍ଦେ। ପଦ୍ମକଳ୍ପିତ ସମାର୍ଜନୀ ମାର୍ଜନା କଲା ପ୍ରାୟ ମାନି ଯହିଁରେ ଲକ୍ଷ୍ମୀ କୁତୁହଳେ ସକଳ ପରିଚାରି ମେଳେ। ଗୋବିନ୍ଦ ଅନୁଗ୍ରହ ଆସେ ଶୋଭନେ ତୁଳସୀର ବାସେ ପୂଜନ୍ତି କୃଷ୍ଣର ଚରଣ ତେଣେ ସନ୍ତୋଷ ଭଗବାନ ସେବନେ ବାମ୍ଫି ପୁଷ୍କରିଣୀ ତୀରେ ବି ଦ୍ରୁମ ଘାଟ ଶ୍ରେଣୀ ସେ ଶୁଦ୍ଧ ଜଳେ ମୁଖ ଚାହିଁ ବିଷ୍ଣୁ ଚୁମ୍ବନ ମନେ ବହି ସେ ବିଷ୍ଣୁ ପୁରେ ପାପୀ ଜନ ପ୍ରବେଶେ ନୁହନ୍ତି ଭାଜନ।
যে অর্থে কামে রতি করে গোবিন্দ কথা ন সুমরে দুষ্কৃতি সঙ্গে যে রমন্তি নরক মার্গে সে গমন্তি সে কাହିଁ পশিবে সে সুর ସେ କାହିଁ ପଶିବେ ସେ ପୁରେ ନରକେ ପଡ଼ନ୍ତି ନିର୍ଭରେ ଏ ଦେହ ପାଇ ଯେଉଁ ଜନ ନ କରେ ହରିର ସେବନ ଏ ଅତି ଦୁଃଖ ହିଁ ବିଦିତ ସେ ବିଷ୍ଣୁ ମାୟା ବିମୋହିତ ଯେ ଯୋଗ ମାର୍ଗେ ଅନୁବାଦେ କଠୋର ତପ କର୍ମ ସାଧେ ମନପ ବନ ହୃଦେ ଛନ୍ଦି ଚଞ୍ଚଳ ଇନ୍ଦ୍ରିୟ ନିରୋଧୀ ଯେବେ ଗୋବିନ୍ଦ ଭାବ ନାହିଁ ସେ ପୁରେ ପଶିବେ ସେ କାହିଁ ବିଷ୍ଣୁର ମାୟା ବଳେ ଜଡ଼ି ଜନ୍ମ ମରଣେ ଥାନ୍ତି ପଡ଼ି ମୋ ଆଦି ଦେବେ ଯାଚରଣେ ଭଲେ ଖଟନ୍ତି ଅନୁକ୍ଷଣେ ନମନ୍ତି ଭୃତ୍ୟ ପ୍ରାୟ ହୋଇ ପାଦେ ଖଟନ୍ତି ବଳି ଦେଇ ବିଷ୍ଣୁର ଯଶ ଗୁଣ ଗାଥା ନିତ୍ୟ କରନ୍ତି ମନେ ଚିନ୍ତା ଆନନ୍ଦେ ଅଶ୍ରୁ ବହେ ନେତ୍ରେ ରୋମହ ରସ ସର୍ବଗାତ୍ରେ ହରିଭ କତି ଭାବେ କରି କାରୁଣ୍ୟ ହିଂସା ପରିହରି ସେମାନେ ଯାନ୍ତି ଆମ୍ଭ ଊର୍ଦ୍ଧ୍ୱେ ସୁଖେ ବସନ୍ତି ବିଷ୍ଣୁ ପଦେ ଏମନ୍ତ ବିଷ୍ଣୁର ଭୁବନେ ବସିଲେ ମୋହର ନନ୍ଦନେ ଦେଖିଲେ ଅପୂର୍ବ ଭୁବନ ଜଗତ ଗୁରୁର ଯେ ସ୍ଥାନ ବିବିଧ ଶ୍ରେଷ୍ଠ ଦେବମାନେ ବିମାନେ ଦୀପ୍ତ ଏ ଭୁବନେ ଯହିଁ ପୁରାଣ ଇତିହାସ আগম নিগম প্রকাশ তর্ক বেদান্ত যোগশাস্ত্রে ন্যায় মীমাংসা আদি যেতে স্তুতি করন্তি অবধানে কৃষ্ণচরিত গুণগানে এমন্তে শাস্ত্রে মূর্তিমন্তে যহি সে বন্তি অবিরতে এমন্তে হরি গুণ চিন্তি যোগমা ইয়ার বলে যাহান্তি ସେ ପୁରେ ପଶି ମନ ସୁଖେ କୃଷ୍ଣ ମହିମା ଗାଇ ମୁଖେ ଚାରିକୁ ମରେ ଏକ ମେଳେ ଆନନ୍ଦେ ଷଡ଼ ଦ୍ୱାର ଗଲେ ଶପଥ ଦ୍ୱାରେ ଯାନ୍ତେ ବଳେ ଆଗେ ମିଳିଲେ ଦ୍ୱାର ପାଳେ କିରୀଟ କୁଣ୍ଡଳ କେଉର ଅମୂଲ୍ୟ ବେଶେ ଶୋଭାକର ଉଚ୍ଚ ସୁନ୍ଦର ବକ୍ଷସ୍ଥଳ କଣ୍ଠେଲ ବଇ ବନମାଳ ଦିଶନ୍ତି କୃଷ୍ଣ ରୂପ ତେଜ ସୁବର୍ଣ୍ଣ ବେତ ଧରି ଭୁଜ ଏମନ୍ତ ବେନି ଦ୍ୱାରପାଳ ଦେଖିଣ ମୋହର କୁମହର ସେ ବ୍ରହ୍ମ ଋଷି ପ୍ରତିଦ୍ୱାରେ ଯେମନ୍ତେ ଗଲେ ବିଷ୍ଣୁପୁରେ ତେମନ୍ତେ ତାକୁ ନ ପଚାରି ସପ୍ତମେ ଯାନ୍ତେ ଭାଇଚାରି ଦ୍ୱାରେକ ବାଟ ହେମମୟେ ପ୍ରାଣୀନ ୟନ ମନ ମୋହେ ସେ ଦ୍ୱାର ପାଳ ବେନି ଭାଇ ଦ୍ୱାରରୁ ଧିଲେ ରୋଷ ବହି ସେ ଚାରି ଭାଇ ମୋର ସୁତ ଦେବଙ୍କ ପୂର୍ବ ସ୍ୱର୍ଗେ ଜାତ ସ୍ୱଭାବେ ବୃଦ୍ଧ ସେ ଅଟନ୍ତି ବାଳକ ପ୍ରାୟ ତନୁକାନ୍ତି ପଞ୍ଚବ ରସ ପୁତ୍ର ପ୍ରାୟ ଦିଶନ୍ତି ବଛ ନାହିଁ ଦେ ଉଲଗ୍ନ ଦେଖି ତାଙ୍କ ବେଶ ତାହାଙ୍କୁ କଲେ ଉପହାସ ତକ୍ଷଣେ ବେତ୍ର ଧରି କରେ ନିଷେଧ କଲେ ସପ୍ତଦ୍ୱାରୀ ତାଙ୍କ ନିଷେଧେ ସର୍ବଭାଇ ଅଳପ ଅନିମିଷେ ଚାହିଁ ଦେଖିନ ପାରି କୃଷ୍ଣ ରୂପ ହୃଦେବ ଶିଲା ଗରୁତାପ ବୋଲନ୍ତି ଅନ୍ୟ ଚାହିଁ ଏ ଭାବ ଏ ପୁରେ ତ ନାହିଁ ଏ ଦ୍ୱାର ପାଳ ଗଣେ ଥାଇ କୁହୁକ ଜନ ପ୍ରାୟ ହୋଇ କୁହୁକ ଜନ ଅର୍ଥାତ୍ ଛଦ୍ମବେଶୀ ଯେ ବଇ କୁଣ୍ଠ ପୁରେ ଥାନ୍ତି ତାକୁ ନ ଲାଗେ ରିପୁ ଭ୍ରାନ୍ତି କାମାଦି ଶତ୍ରୁ ଯାର ଥାଇ
এপুরে পশিবে সে কাহি। স্বভাবে সর্বপ্রাণী হৃদে হরিব সন্তি আত্মবহদে। বাহ্য অন্তরে বিশ্বরূপী ঘট আকাশ প্রায় ব্যাপী। বিষয় ভাব যহি নাহি ଅନ୍ୟାୟ କଲେ ବେନି ଭାଇ। ବିଷ୍ଣୁର ଦ୍ୱାରପାଳ ଭାବେ ଗର୍ବ ଯେ କଲେ ଦୁଷ୍ଟେ ବି। ଏଣୁ କପଟିବେନି ଭାଇ ଏପୁରେ ଥିବା ନ ଯୋଗାଇ। ବେଗେ ପଡ଼ନ୍ତୁ ମୋହି ତଳେ ଜନ୍ମିବେ ଅସୁରଙ୍କ କୋଳେ। ତୃତୀୟ ଜନ୍ମ ଭୋଗ ସାରି ପୁଣିଲ ଭିବେ ବିଷ୍ଣୁପୁରୀ। ଏମନ୍ତ ସାପ ତାଙ୍କୁ ଦିଅନ୍ତେ ଦ୍ୱାରେ ଶୁଣିଲେ ବେନି ଭ୍ରାତେ। ଏ ବ୍ରହ୍ମ ଦଣ୍ଡ ଅନିର୍ବାର କେବେ ହେଁ ନାହିଁ ପ୍ରତିକାର। ମୁନିବ ଚନେ ଦ୍ୱାରପାଳେ ମନରେ ହୋଇଲେ ବିକଳ। ମୁନିବ ଚନେ ଦ୍ୱାରପାଳ ମନରେ ହୋଇଲେ ବିକଳ। ଏମନ୍ତ ଅତି ଭୟ ମନେ ପାଦେ ପଡ଼ିଲେ ବେନି ଜନେ। ଉଠିଣ ଶିରେ କର ଦେଇ କହନ୍ତି ମୁନିଙ୍କି ଅନାଇ। ଏ ଦଣ୍ଡ ଉଚିତ ଆମ୍ଭର ଏଥିବା କି ଦୋଷ ତୁମ୍ଭର। ଦେବ ହେଳନ କର୍ମ କରି ଅସୁର ଦେହେ ଅବତରି। ତହିଁକି ନାହିଁ ଆମ୍ବ ଡର ତହିଁକି ନାହିଁ ଆମ୍ବ ଡର କେବଳ କୃପା ଏତେ କର। ଅର୍ଜିଲା କର୍ମର ଆୟତେ ଜନମି ଅଧପଥେ। କୃଷ୍ଣର ସ୍ମରଣ ଆମ୍ଭର ଯେମନ୍ତେ ନହିବ ବିସ୍ମର। ମୁନି ବୋଲନ୍ତି ଦୟା ଚିତେ ସ୍ୱଭାବେ ଥିବ ଦୁଷ୍ଟମତେ। ତୁମ୍ଭର ଦେହେ ବିଷ୍ଣୁ ଭାବ କଳାଏ ଅଂଶ ମାତ୍ର ଥିବ। ଏବେ ହୋ ଶୁଣ ସୁରଗଣ ତାହା ଜାଣିଲେ ନାରାୟଣ। ମୁନି ହେଳନ କର୍ମ ଶୁଣି ପୁରୁବା ହାରେ ଚକ୍ରପାଣି। ଦ୍ୱାରପାଳଙ୍କୁ ଦୟା ବହି ଭୃତ୍ୟବ ଛଳ ଭାବଗ୍ରାହୀ। ଲକ୍ଷ୍ମୀର କରେ ଦେଇ କର ଗୋବିନ୍ଦ ହୋଇଲେ ବାହାର। ତୋରାଏ ଚାଳିଣ ବରଣେ ଯହିଁ ଅଛନ୍ତି ମୁନିଗଣେ। ପରମ ହଂସ ଦୀକ୍ଷା ବହି ତେଜେ ପ୍ରଚଣ୍ଡ ଚାରି ଭାଇ। କୋପେ କମ୍ପତି ମହାତାପେ ଗୋବିନ୍ଦ ମିଳିଲେ ସମୀପେ। ଯାହାର ଦର୍ଶନ ଅର୍ଥେ ଯୋଗ ସାଧନ୍ତି ମୁନି ସନ୍ଥେ। ସଙ୍ଗତେ ନିଜ ପରିବାର ଧରିଣ ବ୍ୟଜନ ଚାମର। ଏ ଶୁକ୍ଳ ପାଟ ଛତ୍ର କରେ ଘେନି ଚଳନ୍ତି ଧୀରେ ଧୀରେ। ଛତ୍ରୀ ମୁକୁତା ମାଳ ଶୋହେ ହିମସୀ କର କଣା ବହେ। ପ୍ରସନ୍ନ ମୁଖ ଭଗବାନ କିବା ସୁନ୍ଦର ଅନୁପମ। ସ୍ନେହ ଦୟାରେ ସର୍ବଜନ ଚାହିଁ ମୋହିଲେ ଆତ୍ମା ମନ। ଶ୍ୟାମ ସୁନ୍ଦର ବକ୍ଷସ୍ଥଳେ କମଳା ବସନ୍ତି ନିଶ୍ଚଳେ। କୌସ୍ତୁଭ ମଣି କଣ୍ଠେ ଶୋହେ ଅଶେଷ ଜନ ମନ ମୋହେ। ପିତବ ସନ କଟି ମାଝେ କନକ ମେଖଳା ବିରାଜେ। ଉରେଲ ବହି ବନମାଳ ସୁନ୍ଦର ଅଳକା କପୋହଳ। କେଉର କଙ୍କଣ ବିରାଜେ ଗରୁଡ଼ କନ୍ଧେ ବେନି ଭୁଜେ। ଲୀଳା ଅମ୍ବୁଜ ଏକ କରେ ଚଳନ୍ତେ ଭ୍ରମଇ ସେ ଧୀରେ। ବିଜୁଳି ପ୍ରାୟ ଗଣ୍ଡସ୍ଥଳେ ଶୋଭଇ ମକର କୁଣ୍ଡଳେ। ଉନ୍ନତ ନାସାନନ ମୋହେ ଶିରେ କିରୀଟ ମଣି ଶୋହେ। ଚତୁର ବାହୁର ମଧ୍ୟର ସୁସଞ୍ଚ ମନୋହର ହାର। କଣ୍ଠେଲ ବହି ମଣିହାର ମଧ୍ୟେ କୌସ୍ତୁଭ ରତ୍ନସାର। ଏମନ୍ତେ ନାନା ରତ୍ନପୁଞ୍ଜେ ତେଜେ କମଳା ରୂପ ଗହଞ୍ଜେ। ବ୍ରହ୍ମାଶଙ୍କର ଦେବ ମନ ମୋହନ ରୂପେ ହୁଏ ଛନ। ସ୍ଥିର
ଚନେ ମୋର ସୁତେ ଦେଖି ତୃପତି ନୋହେ ଚିତେ ଆନନ୍ଦେ ସର୍ବମୁନିବରେ ନମିଲେ କୃଷ୍ଣଙ୍କ ପୟରେ ସେ ହରି ଚରଣାରବିନ୍ଦ କିଞ୍ଜଳକ ତୁଳସୀ ଆମୋଦ କିଞ୍ଜଳକ অর্থাৎ কেশর বা পুষ্পরণ পবন নাসা দ্বারে পুরে চিত্ত শরীর ক্ষোভ করে কৃষ্ণ সুন্দর মুখত্রাস জেনে অসিত পদ্মকোশ মুখত্রাস অর্থাৎ মুখমণ্ডল আভা এবং অসিত কইলে নীল অশেষ জন মন তোষ সে রূপ দেখি পুনি বিম্ব ধরে কুন্দহাস অশেষ জন মন তোষ সে রূপ দেখি পুনি চিতে ধ্যাননি রোপি পাদগতে অরুণ মণি নখ কান্তি নিশ্চলে লোচনে ধরନ୍ତି যাহার গতি যোগ মার্গে ধ্যানে চিন্তন্তি মুনিবর্গে সে রূপ প্রত্যক্ষ গোচর দেখিণ মোহর কুমার তক্ষণে শিরে কর দেই ବୋଲାନ୍ତି କୃଷ୍ଣ ମୁଖ ଚାହିଁ କୁମାରା ଉଚୁହୁ ଯେହରି ପ୍ରାଣୀଙ୍କ ଶରୀରେ ଅନ୍ତର ହୃଦୟ ବିହରେ ସାଧୁ ଓ ସାଧୁ ଯାର ନାହିଁ ତାର ମହିମା କେବା କହି ସେ ହରି ଆମ୍ଭ ଦୃଷ୍ଟି ପଥେ ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ ଯାହାର ଗୁଣ କର୍ମ ଗାଥା ଏକାନ୍ତେ ବସି ଆମ୍ଭ ପିତା କହିଲେ ପରମ ଆନନ୍ଦେ ବ୍ରହ୍ମ ବିଗ୍ରହ ଅନୁବାଦୀ ସେ ପଶି ଆମ୍ଭ କର୍ଣ୍ଣ ଦ୍ୱାରେ ରହିଲା ହୃଦୟ ବିଭରେ ତୁ ନାଥ ପରମାର୍ଥ ତତ୍ତ୍ୱ ଯୋଗେ ସାଧନ୍ତି ମୁନି ସନ୍ଥ ତୋ ଧ୍ୟାନ ରଚି ସତ୍ୱଗୁଣେ ଯେ ବାଚିନ୍ତନ୍ତି ଅନୁକ୍ଷଣେ ସଂସାର ଅନୁତାପେ ଯନ୍ତ୍ରୀ ସୁହୃଦ ଭକ୍ତି ଭାବେ ଚିନ୍ତି ହୃଦରେ ସ୍ଥାପି ତୋର ରୂପ ବେଗେ ଛାଡ଼ନ୍ତି ତିନି ତାପ ତୋର ପ୍ରସାଦ ଆତ୍ୟନ୍ତିକେ ମନେ ଚିନ୍ତନ୍ତି ଯେ ବାଲୋକେ କିଏ ବା ଅନ୍ୟ ଇଚ୍ଛା ତାର ଅଛି ଏ ସଂସାର ଭିତର ଭୋଦେବ ତୋର ଚରଣେ ଯେ ପ୍ରାଣୀ ପଶନ୍ତି ଶରଣେ ତୋର କଥାରେ ଯାର ରତି ଘୋର ସଂସାରୁ ତରି ଯାଆନ୍ତି ଆମ୍ଭେ ତୋ ଭକ୍ତେ ସାପ ଦେଇ ଯେ ପାପ ଅର୍ଜିଲୁ ଗୋସାଇଁ ସେ ପାପେ ନାନା ଯୋନି ଗତେ ଜନମ ଲଭି ଭୂମି ଗତେ ତୋ ଯଶ ଶୁଣି କର୍ଣ୍ଣ ମାର୍ଗେ ତୋ ନାମ ଗୁଣି ଜିହ୍ୱା ଅଗ୍ରେ ତୋର ଚରଣେ ହେଉ ରତି ଆମ୍ଭର ଜଡ଼ ବୁଦ୍ଧିମତି ବଚନ ତୋ ଚରଣେ ରହୁ ତୁଳସୀ ପ୍ରାୟ ଶୋଭା ପାଉ ତୋ ଗୁଣ ଗଣେ କର୍ଣ୍ଣପଥ ଶ୍ରବଣେ ପୁରୁ ଜଗନ୍ନାଥ ଭୋନାଥ କମଳାରମଣ ଅନାଦି ପରମ କାରଣ ତୁ ରୂପ ଦେଖାଇ ପବିତ୍ର କୃତାର୍ଥ କଲୁ ଆମ୍ଭ ନେତ୍ର ଏ ରୂପ ଦେଖିଣ ଚକ୍ଷୁର ତୃପତି ନୁହଁ ଆମ୍ଭର ଅଜିତ ଇନ୍ଦ୍ରି ଅଜନର ଯେ ରୂପ ଅଟେ ଅଗୋଚର ଏମନ୍ତେ କହି ମୋର ସୁତେ ନମିଲେ ବିଷ୍ଣୁ ପାଦଗତେ ସେ ହରି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ ତୃତୀୟ ସ୍କନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ଚୈତାୟଂ ତୃତୀୟ ସ୍କନ୍ଧେ ଜୟ ବିଜୟ ସନକାଦି ସାପ ନାମ ପଞ୍ଚଦଶ ଅଧ୍ୟାୟ। ବର୍ତ୍ତମାନ ଏହି ଅଧ୍ୟାୟରେ ଆମେ ବ୍ୟାଖ୍ୟା ଶ୍ରବଣ କରିବା। ମୁନିବର ମୈତ୍ରେୟ କହିଲେ,
हे ବିଦୁର, ଦିତିଙ୍କ ଗର୍ଭରେ ସ୍ଥାପିତ ପ୍ରଜାପତି କାଶ୍ୟପଙ୍କର ସେହି ତେଜରେ ଶତ୍ରୁମାନଙ୍କର ତେଜକୁ ନଷ୍ଟ କରିଦେବାର ଶକ୍ତି ଥିଲା। ତେଣୁ ପୁତ୍ର ପ୍ରସବ ହେଲେ ସେମାନେ କାଳେ ଦେବତାମାନଙ୍କୁ କଷ୍ଟ ଦେବେ ବୋଲି ଦିତିଙ୍କ ମନରେ ଆଶଙ୍କା ଜାତ ହେବାରୁ ସେ ସେହି ତେଜକୁ 100 ବର୍ଷ ପର୍ଯ୍ୟନ୍ତ ନିଜ ଉଦରରେ ରଖିଦେଲେ। ସେହି ଗର୍ଭର ତେଜରେ ସକଳ ଲୋକ ପ୍ରଭାହୀନ ହୋଇଗଲେ। କେବଳ ସେତିକି ନୁହେଁ, ଲୋକବାଳମାନେ ମଧ୍ୟ ନିସ୍ତେଜ ହୋଇଗଲେ। ତେଣୁ ସେମାନେ ସବୁଆଡ଼େ ଅନ୍ଧକାର ଘୋଟି ଆସୁଥିବା କଥା ଏବଂ ତା ଫଳରେ ବହୁ ଅବ୍ୟବସ୍ଥା ଦେଖାଯାଉଥିବା କଥା ବ୍ରହ୍ମାଙ୍କୁ ଜଣାଇଲେ। ଦେବତାମାନେ କହିଲେ, ହେ ବ୍ରହ୍ମନ୍, କାଳ ଆପଣଙ୍କ ଜ୍ଞାନ ଶକ୍ତିକୁ ଅବରୁଦ୍ଧ କରିପାରେ ନାହିଁ। ତେଣୁ ଆପଣଙ୍କୁ କୌଣସି ବିଷୟ ଅଜଣା ନାହିଁ। ଆମେମାନେ ଏହି ଅନ୍ଧକାର ହେତୁ ବଡ଼ ଭୟଭୀତ ହୋଇଗଲୁଣି। ଆପଣ ଏହାର କିଛି ପ୍ରତିକାର କରନ୍ତୁ। ହେ ଦେବାଦିଦେବ, ଆପଣ ହେଉଛନ୍ତି ଜଗତର ରଚୟିତା ଓ ସମସ୍ତ ଲୋକପାଳଙ୍କର ମୁକୁଟମଣି। ଆପଣ ଛୋଟ ବଡ଼ ସବୁ ଜୀବଙ୍କର ଭାବ ଜାଣନ୍ତି। ଆପଣଙ୍କଠାରେ ସବୁ ପ୍ରକାର ସାମର୍ଥ୍ୟ ରହିଛି। ହେ ଦେବ, ଆପଣ ହେଉଛନ୍ତି ବିଜ୍ଞାନ ବଳ ସମ୍ପନ୍ନ। ଆପଣ ମାୟାରେ ହିଁ ଏହି ଚତୁର୍ମୁଖ ରୂପ ଓ ରଜଗୁଣ ସ୍ୱୀକାର କରିଛନ୍ତି। ଆପଣଙ୍କ ଉତ୍ପତ୍ତିର ବାସ୍ତବ କାରଣ କେହି ବି ଜାଣିପାରିବ ନାହିଁ। ଆମେ ଆପଣଙ୍କୁ ନମସ୍କାର କରୁଛୁ। ଆପଣ ସ୍ୱୟଂଭୂ, ସକଳ ଭୁବନ ଆପଣଙ୍କ ଭିତରେ ବିଦ୍ୟମାନ। ଏହି କାର୍ଯ୍ୟ କାରଣ ରୂପୀ ସମସ୍ତ ପ୍ରପଞ୍ଚ ହେଉଛି ଆପଣଙ୍କର ଶରୀର। କିନ୍ତୁ ଆପଣ ଏସବୁର ଅତୀତ। ଯୋଗୀମାନେ ସେମାନଙ୍କର ପ୍ରାଣ, ଇନ୍ଦ୍ରିୟ, ଅନ୍ତଃକରଣକୁ ଆୟତ୍ତ କରି ଆପଣଙ୍କ କୃପାପାତ୍ର ହୁଅନ୍ତି। ଏହାଛଡ଼ା ଆପଣଙ୍କୁ ଅନନ୍ୟ ଭାବରେ ଭକ୍ତି କରୁଥିବା ଲୋକଙ୍କର ମଧ୍ୟ କେବେ ବି ପରାଭବ ହୁଏ ନାହିଁ। ଆପଣଙ୍କ ବେଦବାଣୀରେ ବାନ୍ଧି ହୋଇ ସକଳ ପ୍ରଜା ପଘାରେ ବନ୍ଧା ହୋଇଥିବା ବଳଦ ପରି ନିଜ ନିଜର କର୍ତ୍ତବ୍ୟ କର୍ମ କରି ଆପଣଙ୍କୁ ତାହା ନୈବେଦ୍ୟ ରୂପରେ ସ୍ୱରୂପ ଅର୍ପଣ କରୁଛନ୍ତି। ଆପଣ ହେଉଛନ୍ତି ସମସ୍ତଙ୍କର ମୁଖ୍ୟ ପ୍ରାଣ ଓ ନିୟନ୍ତା। ଆପଣଙ୍କୁ ଆମେ ନମସ୍କାର କରୁଛୁ। ହେ ମହାନ, ଏହି ଅନ୍ଧକାର ହେତୁ ଦିନ ରାତିର ବିଭାଗ ଅସ୍ପଷ୍ଟ ହୋଇଯାଉଛି। ତେଣୁ ଲୋକମାନେ ସେମାନଙ୍କର କର୍ତ୍ତବ୍ୟ କର୍ମ ଠିକ୍ ରୂପେ କରିପାରୁନାହାନ୍ତି ଏବଂ ତା ଫଳରେ ସେମାନେ ଦୁଃଖ ପାଉଛନ୍ତି। ଆପଣ ଲୋକଙ୍କର ମଙ୍ଗଳ କରନ୍ତୁ। ଆମେ ଆପଣଙ୍କର ଶରଣାଗତ। ତେଣୁ ଆମ ଆଡ଼କୁ ଟିକେ କୃପା ଦୃଷ୍ଟିରେ ଚାହାନ୍ତୁ। ହେ ଦେବ, ଅଗ୍ନି ଯେପରି ଇନ୍ଧନରେ ପଡ଼ି ବଢ଼ିବାକୁ ଲାଗେ, କଶ୍ୟପଙ୍କର ବୀର୍ଯ୍ୟ ଦ୍ୱାରା ସଞ୍ଚାରିତ ହୋଇଥିବା ଦିତିଙ୍କ ଗର୍ଭ ସେହିପରି ସକଳ ଦିଗକୁ ଅନ୍ଧକାରମୟ କରିବାରେ ଲାଗିଛି। ମୁନିବର ମୈତ୍ରେୟ କହିଲେ, ହେ ମହାବାହୁ, ଦେବତାମାନଙ୍କର ପ୍ରାର୍ଥନା ଶୁଣି ଭଗବାନ ବ୍ରହ୍ମା ଟିକେ ହସିଦେଲେ ଏବଂ ମଧୁର ବାଣୀରେ ସେମାନଙ୍କୁ ଆନନ୍ଦିତ କରି କହିଲେ। ବ୍ରହ୍ମା କହିଲେ, ହେ ଦେବଗଣ, ତୁମର ପୂର୍ବଜ ତଥା ମୋର ମାନସ ପୁତ୍ର ସନକ ଆଦି କୌଣସି ନିର୍ଦ୍ଦିଷ୍ଟ ଲୋକ ପ୍ରତି ଆସକ୍ତି ନ ରଖି ସମସ୍ତ ଲୋକରେ ଆକାଶ ମାର୍ଗରେ ବିଚରଣ କରନ୍ତି। ଏପରି ବିଚରଣ କରୁ କରୁ ଥରେ ସେମାନେ ଯାଇ ଭଗବାନ ବିଷ୍ଣୁଙ୍କର ଶୁଦ୍ଧ ସତ୍ୱମୟ ସର୍ବୋତ୍କୃଷ୍ଟ ବୈକୁଣ୍ଠ ଧାମରେ ପହଞ୍ଚିଗଲେ। ସେଠାରେ ସମସ୍ତେ ବିଷ୍ଣୁ ରୂପ ହୋଇଥାନ୍ତି। ଯେଉଁମାନେ ଅନ୍ୟ ସବୁ କାମନା ଛାଡ଼ିଦେଇ କେବଳ ଭଗବତ୍ ଚରଣରେ ଶରଣ ପ୍ରାପ୍ତି ନିମନ୍ତେ ନିଜର ଧର୍ମ ଦ୍ୱାରା ବିଷ୍ଣୁଙ୍କୁ ଆରାଧନା କରନ୍ତି, ସେମାନେ ହିଁ ଭଗବାନଙ୍କର ସେହି ଧାମ ଲାଭ କରନ୍ତି। ଆମ ଭଳି ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ନିମନ୍ତେ ବେଦାନ୍ତ ପ୍ରତିପାଦ୍ୟ ଧର୍ମମୂର୍ତ୍ତି ଭଗବାନ ନାରାୟଣ ଶୁଦ୍ଧ ସତ୍ୱମୟ ସ୍ୱରୂପ ଧାରଣ କରି ସର୍ବଦା ସେହି ବୈକୁଣ୍ଠ ଧାମରେ ବିରାଜିତ ହୋଇଥାନ୍ତି। ସେହି ଲୋକରେ ନିଃଶ୍ରେୟସ ନାମକ ଗୋଟିଏ ବନ ଅଛି। ସେହି ବନଟି ମୂର୍ତ୍ତିମାନ ମୋକ୍ଷ ପରି ମନେ ହୁଏ। ତାହା ସକଳ ପ୍ରକାର କାମନା ପୂରଣକାରୀ ବୃକ୍ଷରେ ସୁଶୋଭିତ। ସେହି ବୃକ୍ଷ ସବୁ 6 ଋତୁଯାକ ସବୁବେଳେ ଶୋଭାସମ୍ପନ୍ନ ହୋଇ ରହିଥାନ୍ତି। ସେଠାରେ ବିମାନଚାରୀ ଗନ୍ଧର୍ୱମାନେ ନିଜ ନିଜର ସ୍ତ୍ରୀମାନଙ୍କୁ ସଙ୍ଗରେ ଧରି ପ୍ରଭୁଙ୍କର ମଙ୍ଗଳମୟୀ ତଥା ସକଳ ପାପନାଶିନୀ ଲୀଳାମାନ ଗାନ କରୁଥାନ୍ତି। ସେ ସମୟରେ ସରୋବରରେ ବିକଶିତ ମକରନ୍ଦପୂର୍ଣ୍ଣ ବାସନ୍ତିକ ମାଧବୀର ଭୁରୁ ଭୁରୁ ସୁଗନ୍ଧ ସେମାନଙ୍କ ଚିତ୍ତକୁ ଯଦିଓ ଆକର୍ଷିତ କରିବାକୁ ଚେଷ୍ଟା କରୁଥାଏ, ତଥାପି ସେମାନେ ସେ ଦିଗକୁ ଦୃଷ୍ଟି ନ ଦେଇ ବରଂ ସେହି ସୁଗନ୍ଧକୁ ପ୍ରବାହିତ କରି ଆଣୁଥିବା ବାୟୁକୁ ବିଘ୍ନକାରୀ ମନେକରି ଗାଳି ଦିଅନ୍ତି। ବେଳେବେଳେ ଭ୍ରମରମାନେ ଉଚ୍ଚ ସ୍ୱରରେ ଗୁଣୁଗୁଣୁ ତାନ କରନ୍ତି। ସେତେବେଳେ ମନେ ହୁଏ ସତେ ଯେପରି ସେମାନେ ହରିକଥା ଗାନ କରୁଛନ୍ତି। ସେମାନଙ୍କର ଝଙ୍କାର ଶୁଣି ପାରା, କୋଇଲି, ସାରସ, ଚକ୍ରବାକ, ଚାତକ, ହଂସ, ଶୁଆ, ତିତିରି, ମୟୂରମାନଙ୍କର କୋଳାହଳ କିଛି ସମୟ ପାଇଁ ବନ୍ଦ ହୋଇଯାଏ। ସେତେବେଳେ ମନେ ହୁଏ ସେହି ପକ୍ଷୀମାନେ ସେହି କୀର୍ତ୍ତନ ଆନନ୍ଦରେ ମଗ୍ନ ହୋଇ ତାହା ଶ୍ରବଣ କରୁଛନ୍ତି କି? ଶ୍ରୀହରି ନିଜର ଶ୍ରୀଅଙ୍ଗୀକୁ ତୁଳସୀରେ ସଜାନ୍ତି ଏବଂ
ତୁଳସୀକୁ ଆଦର କରନ୍ତି। ତୁଳସୀ ପ୍ରତି ଭଗବାନଙ୍କ ଆଦର ଦେଖି ସେଠାରେ ଥିବା ମନ୍ଦାର, କୁନ୍ଦ, କୁରୁବକ, କଇଁ, ଚମ୍ପକ, କରବୀର, ପୁନ୍ନାଗ, ନାଗେଶ୍ୱର, ବକୁଳ, ପଦ୍ମ, ପାରିଜାତ ଆଦି ଫୁଲରେ ଭରା ବୃକ୍ଷମାନେ ମଧ୍ୟ ତୁଳସୀକୁ ବିଶେଷ ଆଦର କରନ୍ତି। ସେମାନେ କହନ୍ତି, ତୁଳସୀ କେବେ ତପସ୍ୟା କରିନଥିଲା ସତେ, ଯାହା ଫଳରେ କି ତୁଳସୀ ଦ୍ୱାରା ପୂଜା କଲେ ହିଁ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହେଉଛନ୍ତି। ଏପରି ମହାନ ଅଟେ ଯେଉଁ ବୈକୁଣ୍ଠ ଧାମ ତାହା ଭଗବାନ ଶ୍ରୀହରିଙ୍କ ଚରଣରେ ଉପାସନା କଲେ ହିଁ ମିଳିଥାଏ। ସେହି ଧାମ ବୈଦୁର୍ଯ୍ୟ, ମର୍କତମଣି ଓ ସୁବର୍ଣ୍ଣର ବିମାନମାନଙ୍କରେ ପୂର୍ଣ୍ଣ ହୋଇ ରହିଥାଏ। ସେହି ସବୁ ବିମାନରେ ବସିଥିବା କୃଷ୍ଣ ଭକ୍ତମାନେ ମଧ୍ୟ କୃଷ୍ଣ ରୂପ ହୋଇଥାନ୍ତି। ପୃଥୁଳ ନିତମ୍ବିନୀ ସୁମୁଖୀ ସୁନ୍ଦରୀମାନେ ସେମାନଙ୍କର ମୃଦୁମନ୍ଦ ହାସ ଓ ମନୋହର ହାସ ପାରିହାସ ଦ୍ୱାରା ମଧ୍ୟ ସେହି ଭଗବତ ଭକ୍ତମାନଙ୍କ ମନରେ କୌଣସି ପ୍ରକାର କାମବିକାର ଉତ୍ପନ୍ନ କରିପାରନ୍ତି ନାହିଁ। ଯେଉଁ ଲକ୍ଷ୍ମୀଙ୍କର କଣିଚାଏ କୃପା ପାଇବା ନିମନ୍ତେ ଦେବତାମାନେ ଆଶା କରିଥାନ୍ତି, ସେହି ସୌନ୍ଦର୍ଯ୍ୟଶାଳିନୀ ଲକ୍ଷ୍ମୀ ସେଠାରେ ନିଜର ଚଞ୍ଚଳତା ରୂପୀ ଦୋଷ ତ୍ୟାଗ କରିଦେଇ ଧୀରସ୍ଥିର ହୋଇ ଭଗବାନଙ୍କର ଚରଣ ସେବାରେ ଲାଗି ରହନ୍ତି। ସେ ଯେତେବେଳେ ନିଜ ଚରଣ କମଳର ନୂପୁର ଝଙ୍କାରରେ ଭବନକୁ ଝଙ୍କୃତ କରି ହାତରେ ଧରିଥିବା ଲୀଳା କମଳକୁ ଭଲାଉଥାନ୍ତି, ସେତେବେଳେ ସେହି ସୁବର୍ଣ୍ଣମୟ ଭୁବନର ସ୍ଫଟିକ ମଣିରେ ଗଢ଼ା କାନ୍ଥରେ ତାହାଙ୍କର ପ୍ରତିବିମ୍ବ ଫୁଟି ଉଠେ। ତାହା ଦେଖି ମନେ ହୁଏ ସତେ ଯେପରି ସେ ଲକ୍ଷ୍ମୀ ସେହି ଭବନର ଧୂଳିଝାଡ଼ି କାନ୍ଥବାଡ଼ ପରିଷ୍କାର କରୁଛନ୍ତି। ହେ ଦେବଗଣ, ଲକ୍ଷ୍ମୀ ଯେତେବେଳେ ନିଜ ଦାସୀମାନଙ୍କୁ ସାଥିରେ ନେଇ ତାଙ୍କର କ୍ରୀଡ଼ାବନରେ ଭଗବାନଙ୍କୁ ତୁଳସୀ ଦ୍ୱାରା ପୂଜା କରନ୍ତି, ସେତେବେଳେ ସେଠାରେ ନିର୍ମଳ ଜଳପୂର୍ଣ୍ଣ ସରୋବରର ପ୍ରବାଳ ନିର୍ମିତ ଘାଟରେ ନିଜର ସୁନ୍ଦର ଅଳକାବଳୀ ଓ ଉନ୍ନତ ନାସିକାଯୁକ୍ତ ତଥା ଭଗବାନଙ୍କ ଦ୍ୱାରା ଚୁମ୍ବିତ ମୁଖମଣ୍ଡଳର ପ୍ରତିବିମ୍ବ ଦେଖି ତାହାଙ୍କର ଭଗବାନଙ୍କର କଥା ମନେ ପଡ଼ିଯାଏ। ସେ ଭାବନ୍ତି, ଭଗବାନ ମୋତେ କେତେ ଭଲ ପାଉନାହାନ୍ତି ସତେ। ପ୍ରଭୁଙ୍କ ମନେ ପକାଇ ସେ ନିଜକୁ ଭଗବାନଙ୍କର କୃପାପାତ୍ରୀ ବୋଲି ଭାବନ୍ତି। ଯେଉଁ ଲୋକେ ଭଗବାନଙ୍କର ପାପନାଶିନୀ ଲୀଳା କଥା ଛାଡ଼ି ବୁଦ୍ଧିନାଶକାରୀ ଅର୍ଥ କାମ ସମ୍ବନ୍ଧୀୟ ଅନ୍ୟ ନିନ୍ଦିତ କଥା ସବୁ ଶୁଣନ୍ତି, ସେମାନେ ସେହି ବୈକୁଣ୍ଠ ଲୋକଙ୍କୁ ଯାଇପାରନ୍ତି ନାହିଁ। ସେଭଳି ଅଭାଗାମାନେ ଜାଗତିକ ସାରହୀନ କଥା ସବୁ ଶୁଣିବା ବେଳେ ସେହି ସାରହୀନ କଥା ସବୁ ସେମାନଙ୍କର ପୁଣ୍ୟ ନଷ୍ଟ କରିଦେଇ ସେମାନଙ୍କୁ ଆଶ୍ରୟହୀନ ଘୋର ନରକରେ ପକାଇଦିଏ। ଏହା କେତେ ବଡ଼ ଦୁଃଖର ବିଷୟ ନୁହେଁ ସତେ। ଆହା, ମାନବ ଜନ୍ମ ବାସ୍ତବରେ ଅତି ମହିମାନ୍ୱିତ। ଆମେ ଦେବତାମାନେ ମଧ୍ୟ ଏହି ଜନ୍ମ ଚାହୁଁଛୁ, ଆମକୁ ଏହା ମିଳୁନାହିଁ। ଏହି ଜନ୍ମରେ ତତ୍ତ୍ୱଜ୍ଞାନ ମିଳିପାରେ ଓ ଧର୍ମପ୍ରାପ୍ତି ମଧ୍ୟ ହୋଇପାରେ। ଏପରି ଜନ୍ମ ପାଇ ମଧ୍ୟ ଯେଉଁ ଲୋକେ ଭଗବାନଙ୍କୁ ଆରାଧନା କରନ୍ତି ନାହିଁ, ସେମାନେ ବାସ୍ତବରେ ଭଗବାନଙ୍କର ସର୍ବତ୍ର ବିସ୍ତାରିତ ମାୟାରେ ହିଁ ମୋହିତ ହୋଇଯାଇଛନ୍ତି। ଦେବାଧିଦେବ ଶ୍ରୀହରିଙ୍କୁ ନିରନ୍ତର ଚିନ୍ତନ କରୁଥିବାରୁ ଯେଉଁମାନଙ୍କ ଠାରୁ ଯମରାଜ ମଧ୍ୟ ଦୂରେଇ ରହନ୍ତି, ଭାବ ବିହଳ ହୋଇ ପରସ୍ପର ମଧ୍ୟରେ ପ୍ରଭୁଙ୍କର ସୁଯଶ ଚର୍ଚ୍ଚା କରିବା ଫଳରେ ଯେଉଁମାନଙ୍କ ନେତ୍ରରୁ ନିରନ୍ତର ଅଶ୍ରୁଧାରା ବହିବାକୁ ଲାଗେ ତଥା ଶରୀରରେ ରୋମାଞ୍ଚ ଖେଳିଯାଏ ଏବଂ ଯେଉଁମାନଙ୍କର ସୁଶୀଳ ସ୍ୱଭାବ ପାଇବା ନିମନ୍ତେ ଆମେମାନେ ମଧ୍ୟ ଇଚ୍ଛା କରୁ, ସେଭଳି ପରମ ଭାଗବତ ମାନେ ହିଁ ଆମମାନଙ୍କର ଶ୍ଲୋକର ଊର୍ଦ୍ଧ୍ୱରେ ଥିବା ସେହି ବୈକୁଣ୍ଠ ଧାମକୁ ଯାଇପାରନ୍ତି। ବିଶ୍ୱଗୁରୁ ଶ୍ରୀହରିଙ୍କର ନିବାସ ସ୍ଥାନ, ସକଳ ଲୋକର ବନ୍ଦନୀୟ ଏବଂ ଶ୍ରେଷ୍ଠ ଦେବତାମାନଙ୍କର ବିଚିତ୍ର ବିମାନ ସମୂହରେ ବିଭୂଷିତ ସେହି ପରମ ଦିବ୍ୟ ଓ ଅଦ୍ଭୁତ ବୈକୁଣ୍ଠ ଧାମରେ ନିଜ ଯୋଗ ବଳରେ ପହଞ୍ଚି ସନକ ଆଦି ମୁନିମାନେ ବଡ଼ ଆନନ୍ଦିତ ହେଲେ। ଭଗବତ ଦର୍ଶନର ଲାଳସା ହେତୁ ଅନ୍ୟ ଦର୍ଶନୀୟ ସାମଗ୍ରୀ ସବୁକୁ ଉପେକ୍ଷା କରି ସନକ ଆଦି ମୁନିମାନେ ବୈକୁଣ୍ଠ ଧାମର ପ୍ରଥମ 6ଟି ପ୍ରବେଶ ଦ୍ୱାର ପାର ହୋଇଗଲେ ଏବଂ ସପ୍ତମ ଦ୍ୱାରରେ ପହଞ୍ଚି ଦେଖିଲେ ଆଗରେ 2 ଜଣ ସମବୟସ୍କ ଦେବଶ୍ରେଷ୍ଠ ଉଭା ହୋଇଛନ୍ତି। ସେମାନେ ହାତରେ ଗଦା ଧରିଥାନ୍ତି ଏବଂ ବାଜୁବନ୍ଧ, କୁଣ୍ଡଳ, କିରୀଟ ଆଦି ବହୁ ଅମୂଲ୍ୟ ଆଭୂଷଣରେ ଅଳଙ୍କୃତ ହୋଇଥାନ୍ତି। ସେମାନଙ୍କର ଚତୁର୍ଭୁଜର ମଧ୍ୟଭାଗ ବକ୍ଷସ୍ଥଳରେ ବନମାଳା ସୁଶୋଭିତ ହେଉଥାଏ। ମାଳା ଉପରେ ମଧୁମତ ଭ୍ରମରମାନେ ଗୁଞ୍ଜନ କରୁଥାନ୍ତି ତଥା କୁଟିଳ ଭ୍ରୁକୁଟି, ପ୍ରକମ୍ପିତ ନାସାରନ୍ଧ୍ର ଓ ଅରୁଣ ନୟନ ହେତୁ ସେମାନଙ୍କର ଠାରେ କିଛିଟା କ୍ରୋଧର ଲକ୍ଷଣ ଫୁଟି ଉଠୁଥାଏ। ସେହି 2 ଜଣ ଏପରି ଅବସ୍ଥାରେ ଦଣ୍ଡାୟମାନ ହେଉଥିବା ଦେଖି ମଧ୍ୟ ସେହି ମୁନିଗଣ ସେମାନଙ୍କୁ କିଛି ନ ପଚାରି ସୁବର୍ଣ୍ଣ ଓ ବ୍ରଜମୟ କବାଟ ଯୁକ୍ତ ପ୍ରଥମ 6ଟି ପ୍ରବେଶ ଦ୍ୱାରକୁ ଯେପରି ଅତିକ୍ରମ କରି ଚାଲି ଆସିଲେ, ସେହି ସପ୍ତମ ପ୍ରବେଶ ଦ୍ୱାରରେ ମଧ୍ୟ ଠିକ୍ ସେହିପରି ପଶିଗଲେ। ସେମାନଙ୍କର ତ ସର୍ବତ୍ର ସମଦୃଷ୍ଟି ଥାଏ, ପୁଣି ସେମାନେ କୌଣସି ଶଙ୍କା ନ ରଖି ଅବାଧରେ ସର୍ବତ୍ର ବିଚରଣ କରନ୍ତି। ସେହି 4 କୁମାର ଥିଲେ ପୂର୍ଣ୍ଣ ତତ୍ତ୍ୱଜ୍ଞ। ବ୍ରହ୍ମାଙ୍କ ସୃଷ୍ଟିରେ ସେମାନେ ସମସ୍ତଙ୍କଠାରୁ
ଅଧିକ ବୟସ୍କ ହୋଇଥାଇ ମଧ୍ୟ ଦେଖିବାକୁ 5 ବର୍ଷର ବାଳକ ପରି ଜଣାପଡ଼ୁଥାନ୍ତି। ପୁଣି ସେମାନେ ସବୁବେଳେ ଦିଗମ୍ବର ହୋଇ ରହୁଥାନ୍ତି। ସେମାନେ ଏପରି ନିସଂକୋଚରେ ଭିତରେ ପଶିଯିବାର ଦେଖି ସେହି ଦ୍ୱାରପାଳ 2 ଜଣ ଭଗବାନଙ୍କ ସ୍ୱଭାବର ବିପରୀତ ଆଚରଣ ଦେଖାଇ ସନକ ଆଦିଙ୍କର ତେଜକୁ ପରିହାସ କଲେ ଏବଂ ସେମାନଙ୍କୁ ବେତ ଦେଖାଇ ଅଟକାଇ ଦେଲେ। ବାସ୍ତବରେ ସନକ ଆଦି ଏପରି ଦୁର୍ବ୍ୟବହାରର ଯୋଗ୍ୟ ନଥିଲେ। ବୈକୁଣ୍ଠବାସୀ ଦେବତାମାନଙ୍କ ସମ୍ମୁଖରେ ପୂଜାର ସର୍ବଶ୍ରେଷ୍ଠ ପାତ୍ର ସେହି କୁମାରମାନଙ୍କୁ ଦ୍ୱାରପାଳ ଦୁହେଁ ଏପରି ଅଟକାଇ ଦେବାରୁ ପ୍ରିୟତମ ପ୍ରଭୁଙ୍କ ଦର୍ଶନରେ ସନକ ଆଦିଙ୍କର ବିଘ୍ନ ଘଟିଗଲା। ତେଣୁ ସନକ ଆଦିଙ୍କ ନେତ୍ର ସହସା ଟିକିଏ କ୍ରୋଧରେ ଲାଲ ହୋଇଥିଲା ଏବଂ ସେମାନେ କହିଲେ, ସନକ ଆଦି ମୁନିମାନେ କହିଲେ, ଆରେ ଦ୍ୱାରପାଳଗଣ, ଯେଉଁମାନେ ଭଗବାନଙ୍କର ମହତୀ ସେବାର ପ୍ରଭାବରେ ଏହି ଧାମ ପ୍ରାପ୍ତ ହୋଇ ଏଠାରେ ନିବାସ କରନ୍ତି, ସେମାନେ ତ ଭଗବାନଙ୍କର ପରି ସମଦର୍ଶୀ ହୋଇଯାଆନ୍ତି। ତୁମେମାନେ ମଧ୍ୟ ସେହିମାନଙ୍କ ମଧ୍ୟରୁ 2 ଜଣ। କିନ୍ତୁ ତୁମ ସ୍ୱଭାବରେ ଏପରି ବିଷମତା ପ୍ରକାଶ ପାଇଲା କାହିଁକି? ଭଗବାନ ତ ପରମ ଶାନ୍ତ, ତାହାଙ୍କର କାହାରି ପ୍ରତି ବୈର ବିରୋଧ ନାହିଁ। ତା ଛଡ଼ା ଏଠାକୁ କିଏ ଏପରି ଆସିଛନ୍ତି ଯେ ତାଙ୍କ ପ୍ରତି ସନ୍ଦେହ ପ୍ରକାଶ କରାଯିବ? ତୁମେ 2 ଜଣ ସ୍ୱୟଂ ହେଉଛ କପଟୀ, ସେଥିପାଇଁ ତୁମେ ଅନ୍ୟମାନଙ୍କୁ ମଧ୍ୟ ସନ୍ଦେହ କରୁଛ। ଭଗବାନଙ୍କ ଉଦରରେ ସକଳ ବ୍ରହ୍ମାଣ୍ଡ ରହିଛି। ତେଣୁ ଏଠାରେ ରହୁଥିବା ଜ୍ଞାନୀଜନମାନେ ସର୍ବତ୍ର ଶ୍ରୀହରିଙ୍କୁ ଦର୍ଶନ କରନ୍ତି। କାହାରି ପ୍ରତି ବି ସେମାନଙ୍କର ବିଷମ ଭାବ ଜାତ ହୁଏ ନାହିଁ। ବରଂ ସେମାନେ ମହାକାଶ ମଧ୍ୟରେ ଘଟାକାଶ ପରି ଅନ୍ୟମାନଙ୍କଠାରେ ନିଜର ଅନ୍ତରାତ୍ମାକୁ ଦର୍ଶନ କରନ୍ତି। ତୁମେ ଦୁହେଁ ତ ଦେବ ରୂପଧାରୀ, ତଥାପି ତୁମକୁ ଆମଠାରେ କ'ଣ ବା ଏପରି ଦେଖାଗଲା ଯେ ତୁମେ ଭେଦଭାବ ଜନିତ ଭୟର କଳ୍ପନା କରି ପକାଇଲ? ତୁମେ ଦୁହେଁ ଭଗବାନଙ୍କର ପାର୍ଷଦ ସତ, କିନ୍ତୁ ତୁମର ବୁଦ୍ଧି ଅତି ମନ୍ଦ। ତେଣୁ ତୁମକୁ ବିଶୁଦ୍ଧ କରିବା ନିମନ୍ତେ ଆମେ ତୁମ ଅପରାଧର ଉପଯୁକ୍ତ ଦଣ୍ଡ ବିଧାନ କରିବାକୁ ଭାବୁଛୁ। ତୁମେ ତୁମର ବିଭେଦ ଦର୍ଶନ ରୂପୀ ଦୋଷ ହେତୁ ଏହି ବୈକୁଣ୍ଠ ଲୋକ ଛାଡ଼ି ଯେଉଁ ପାପ ଜନିରେ ପ୍ରାଣୀମାନଙ୍କର 3 ପ୍ରବଳ ଶତ୍ରୁ କାମ, କ୍ରୋଧ ଓ ଲୋଭ ନିବାସ କରନ୍ତି, ସେହି ଯୋନିରେ ଯାଇ ପଡ଼। ବ୍ରହ୍ମା କହିଲେ, ସନକାଦିଙ୍କର ମୁଖରୁ ଏପରି କଠୋର ବଚନ ଶୁଣି ଓ ବ୍ରାହ୍ମଣମାନଙ୍କର ଅଭିଶାପକୁ କୌଣସି ପ୍ରକାର ଶସ୍ତ୍ର ଦ୍ୱାରା ନିବାରଣ କରାଯାଇ ପାରିବ ନାହିଁ ବୋଲି ଜାଣି ଶ୍ରୀହରିଙ୍କର ସେହି 2 ପାର୍ଷଦ ଅତ୍ୟନ୍ତ ଦୈନ୍ୟ ପ୍ରକାଶ ପୂର୍ବକ ସେମାନଙ୍କର ପାଦ ଧରି ଭୂଇଁରେ ପଡ଼ିଗଲେ। ସେମାନେ ଜାଣିଥିଲେ ଯେ ସେମାନଙ୍କର ସ୍ୱାମୀ ଶ୍ରୀହରି ମଧ୍ୟ ବ୍ରାହ୍ମଣମାନଙ୍କୁ ଭୟ କରନ୍ତି। ସନକ ଆଦିଙ୍କର ପାଦ ଧରି ସେମାନେ ଅତ୍ୟନ୍ତ ଆତୁର ହୋଇ କହିଲେ, ଭଗବାନ, ଆମେ ନିଶ୍ଚିତ ରୂପେ ଅପରାଧୀ। ତେଣୁ ଆପଣମାନେ ଆମକୁ ଯେଉଁ ଦଣ୍ଡ ଦେଲେ ତାହା ଉଚିତ ହୋଇଛି। ଆମକୁ ସେପରି ଦଣ୍ଡ ମିଳିବା ଆବଶ୍ୟକ। ଆପଣମାନେ ଦେଇଥିବା ଦଣ୍ଡ ଦ୍ୱାରା ଆମେ କରିଥିବା ସବୁ ପାପ ସର୍ବଥା ଧୋଇ ହୋଇଯିବ। କିନ୍ତୁ ଆମର ସେହି ଦୁର୍ଦ୍ଦଶା ବିଚାର କରି ଯଦି କରୁଣାବଶତଃ ଆପଣମାନଙ୍କ ଭିତରେ ସାମାନ୍ୟ ଟିକିଏ ଅନୁତାପ ଆସୁଛି, ତେବେ ଆମକୁ ଏତିକି କୃପା କରନ୍ତୁ ଯେ ସେହି ନିତାନ୍ତ ଅଧମ ଯୋନିରେ ପଡ଼ି ମଧ୍ୟ ଆମ ଭିତରେ ଭଗବତ୍ ସ୍ମୃତିକୁ ନଷ୍ଟ କରି ଦେଉଥିବା ମୋହଜାତ ନ ହେଉ। ସେତିକିବେଳେ ସାଧୁଜନଙ୍କର ହୃଦୟ ଧନ ଭଗବାନ କମଳାନାଭ ଜାଣିପାରିଲେ ଯେ ତାହାଙ୍କର ଦ୍ୱାରପାଳମାନେ ସନକ ଆଦି ସାଧୁମାନଙ୍କୁ ଅନାଦର କରିଛନ୍ତି। ତେଣୁ ଯେଉଁ ଚରଣ ଯୁଗଳକୁ ମୁନିଜନ ମଧ୍ୟ ଯେତେ ଖୋଜିଲେ ବି ସହଜରେ ପାଆନ୍ତି ନାହିଁ, ସେହି ଚରଣ ଯୁଗଳରେ ଚାଲି ଚାଲି ପ୍ରଭୁ ଲକ୍ଷ୍ମୀଙ୍କ ସହିତ ସେଠାରୁ ଆସିଗଲେ। ସନକାଦି ଦେଖିଲେ ସେମାନଙ୍କର ସମାଧିର ବିଷୟ ଶ୍ରୀ ବୈକୁଣ୍ଠନାଥ ସ୍ୱୟଂ ନେତ୍ରଗୋଚର ହୋଇ ସେଠାକୁ ଚାଲି ଆସୁଛନ୍ତି। ତାହାଙ୍କ ସହିତ ଛତ୍ର ଚାମର ଧରି ପାର୍ଶ୍ୱଦଗଣ ଚାଲି ଆସିଛନ୍ତି। ପ୍ରଭୁଙ୍କର 2 ପାର୍ଶ୍ୱରେ ରାଜହଂସର ପକ୍ଷ ପରି 2ଟି ଶ୍ୱେତ ଚାମର ପଡ଼ୁଛି। ଚାମରର ଶୀତଳ ବାୟୁରେ ଶ୍ୱେତଛତ୍ରରେ ଲାଗିଥିବା ମୋତିମାଳ ସବୁ ଝୁଲୁଛି। ତାହା ଦେଖିଲେ ଚନ୍ଦ୍ରମାର କିରଣରୁ ଅମୃତ ବିନ୍ଦୁ ଝରି ପଡ଼ୁଥିବା ପରି ମନେ ହେଉଛି। ସମସ୍ତ ସଦ୍ଗୁଣର ଆଶ୍ରୟ ସେହି ପ୍ରଭୁଙ୍କର ସୌମ୍ୟ ମୁଖମଣ୍ଡଳକୁ ଦେଖିଲେ ତାହା ସମସ୍ତଙ୍କ ଉପରେ ଅନବରତ କୃପା ସୁଧା ବର୍ଷଣ କରୁଥିବା ପରି ବୋଧ ହେଉଛି। ନିଜର ସ୍ନେହମୟୀ ଭ୍ରୁଭଙ୍ଗୀରେ ସେ ଭକ୍ତମାନଙ୍କର ହୃଦୟ ସ୍ପର୍ଶ କରୁଛନ୍ତି। ତାହାଙ୍କର ସୁବିଶାଳ ଶ୍ୟାମଳ ବକ୍ଷସ୍ଥଳରେ ସୁବର୍ଣ୍ଣ ରେଖା ରୂପରେ ସାକ୍ଷାତ ଲକ୍ଷ୍ମୀ ବିରାଜମାନ ହୋଇଛନ୍ତି ଏବଂ ତାହାଙ୍କ ଦ୍ୱାରା ସେ ସମସ୍ତ ଦେବାଲୋକର ଚୂଡ଼ାମଣି ବୈକୁଣ୍ଠ ଧାମକୁ ସୁଶୋଭିତ କରିଦେଉଛନ୍ତି। ତାହାଙ୍କର ପୀତାମ୍ବର ମଣ୍ଡିତ ବିଶାଳ ନିତମ୍ବରେ ଝଲମଲ ହେଉଛି କଟିସୂତ୍ର ଓ ଗଳାରେ ବିରାଜୁଛି ଭ୍ରମରମାନଙ୍କ ଦ୍ୱାରା ମୁଖରିତ ବନମାଳା। ସେ ହାତରେ ପିନ୍ଧିଛନ୍ତି ସୁନ୍ଦର କଙ୍କଣ। ଗୋଟିଏ ହାତ ରହିଛି ଗରୁଡ଼ଙ୍କ କାନ୍ଧରେ ଏବଂ ଅନ୍ୟଟିରେ ସେ ପଦ୍ମ ଫୁଲଟିଏ ଧରି ଘୋରାଉଛନ୍ତି। ପ୍ରଭୁଙ୍କର ସୁନ୍ଦର କପୋଳ ବିଜୁଳିର ପ୍ରଭାକୁ ବି ଲଜ୍ଜିତ କରିଦେଉଥିବା ମକର କୁଣ୍ଡଳର ଶୋଭାକୁ ବହୁ ଗୁଣିତ କରୁଥାଏ। ଉନ୍ନତ ନାସିକା
ଅତି ସୁନ୍ଦର ମୁଖାରବିନ୍ଦ, ମସ୍ତକରେ ମଣିମୟ ମୁକୁଟ, ଚତୁର୍ଭୁଜର ମଧ୍ୟସ୍ଥଳରେ ମହାମୂଲ୍ୟବାନ ମନୋହର ହାର ଏବଂ ଗଳାରେ କୌସ୍ତୁଭମଣିର ଅପୂର୍ବ ଶୋଭା। ଭଗବାନଙ୍କର ଶ୍ରୀ ବିଗ୍ରହ ଅତ୍ୟନ୍ତ ସୌନ୍ଦର୍ଯ୍ୟଶାଳୀ ହୋଇଥାଏ। ସେହି ବିଗ୍ରହକୁ ଦେଖି ଭକ୍ତମାନଙ୍କ ମନ କଳ୍ପନା କରୁଥାଏ ଯେ ଏହି ସୁନ୍ଦର ବିଗ୍ରହ ନିକଟରେ ଲକ୍ଷ୍ମୀଙ୍କର ସୌନ୍ଦର୍ଯ୍ୟ ଅଭିମାନ ମଧ୍ୟ ପରାସ୍ତ ଦେଖାଯାଉଛି। ହେ ଦେବଗଣ, ଏପରି ଭାବରେ ମୋର ମହାଦେବଙ୍କର ତଥା ତୁମମାନଙ୍କର ମଧ୍ୟ ନୟନାଭିରାମ ଶ୍ରୀହରିଙ୍କୁ ଦେଖି ସନକ ଆଦି ମୁନୀଶ୍ୱରମାନେ ତାହାଙ୍କୁ ନତଶିର ହୋଇ ପ୍ରଣାମ କଲେ। ପ୍ରଭୁଙ୍କର ଅଦ୍ଭୁତ ଛବିକୁ ଯେତେ ଦେଖିଲେ ବି ସେମାନଙ୍କର ନୟନ ତୃପ୍ତ ହେଲା ନାହିଁ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ସଦା ବ୍ରହ୍ମାନନ୍ଦରେ ମଗ୍ନ ସନକ ଆଦି ମୁନୀଶ୍ୱରମାନେ ଜ୍ଞାନୀ ହୋଇ ମଧ୍ୟ ଭଗବାନଙ୍କର ଶୋଭା ଦର୍ଶନ କରି ଭକ୍ତି ଭାବରେ ବୁଣିଗଲେ। ଭଗବାନ କମଳ ନୟନଙ୍କ ଚରଣାରବିନ୍ଦରେ ଲାଗି ହୋଇଥିବା ତୁଳସୀ ମଞ୍ଜରୀର ସୁଗନ୍ଧ ଯେତେ ସବୁ ବାୟୁ ଦ୍ୱାରା ପ୍ରବାହିତ ହୋଇ ଆସି ସେମାନଙ୍କର ନାସା ରନ୍ଧ୍ର ଦେଇ ଅନ୍ତଃକରଣରେ ପ୍ରବେଶ କରିଗଲା, ସେତେବେଳେ ସେମାନେ ଭକ୍ତିରେ ବିହ୍ୱଳ ହୋଇ ନିଜ ଶରୀରକୁ ଆଉ ସମ୍ଭାଳି ରଖିପାରିଲେ ନାହିଁ। ସେହି ଦିବ୍ୟ ଗନ୍ଧ ସେମାନଙ୍କର ମନକୁ ବି ଆନ୍ଦୋଳିତ କରିଦେଲା। ଭଗବାନଙ୍କର ମୁଖ ନୀଳ କମଳ ପରି ହୋଇଥିଲା। ଅତ୍ୟନ୍ତ ସୁନ୍ଦର ଅଧର, ପ୍ରସ୍ଫୁଟିତ କୁନ୍ଦ ପୁଷ୍ପ ତୁଲ୍ୟ ମନୋହର ଦାସ ହେତୁ ସେହି ମୁଖର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଥିଲା। ସେହି ସୌନ୍ଦର୍ଯ୍ୟ ଦର୍ଶନ କରି ସେମାନଙ୍କୁ ନିଜର ଅଭୀଷ୍ଟ ବସ୍ତୁ ମିଳିଗଲା ପରି ଲାଗିଲା। ସେମାନେ ପ୍ରଭୁଙ୍କର ଚରଣ କମଳ ଉପରେ ଦୃଷ୍ଟିପାତ କରିବା ମାତ୍ରେ ସେହି ଚରଣର ନଖରୂପୀ ମଣିମାନଙ୍କ ଉପରେ ସେମାନଙ୍କ ଦୃଷ୍ଟି ଲାଖି ରହିଗଲା। ଏପରି ଭାବରେ ନଖକୁ ଦେଖିଲା ବେଳେ ମୁଖର ଧ୍ୟାନ ତୁଟି ଯାଉଥାଏ ଏବଂ ମୁଖକୁ ଦେଖିଲା ବେଳେ ଚରଣର ଧ୍ୟାନ ଭାଙ୍ଗି ଯାଉଥାଏ। ତେଣୁ ମୁଖ ଓ ଚରଣ ଉଭୟକୁ ସେମାନେ ଅନ୍ତଃକରଣରେ ଧରି ରଖିଲେ ଏବଂ ସେହି ଦୁଇଟିକୁ ଧ୍ୟାନ କରି କୃତକୃତ୍ୟ ହୋଇଗଲେ। ଯୋଗ ମାର୍ଗ ଦ୍ୱାରା ମୋକ୍ଷ ପଦ ସ୍ୱରୂପ ଭଗବାନଙ୍କୁ ଖୋଜୁଥିବା ମୁନିଗଣ ପ୍ରଭୁଙ୍କର ଏହି ରୂପକୁ ହିଁ ଧ୍ୟାନ କରନ୍ତି। ଏହି ରୂପ ହେଉଛି ଭକ୍ତମାନଙ୍କର ଅତ୍ୟନ୍ତ ଆଦରଣୀୟ। ନୟନକୁ ପ୍ରଲୁବ୍ଧ କରୁଥିବା ଭଗବାନଙ୍କର ଏ ଯେଉଁ ପୁରୁଷ ଶରୀର, ଅନ୍ୟ କୌଣସି ସାଧନା ଦ୍ୱାରା ଏହି ଶରୀରର ଦର୍ଶନ ମିଳେ ନାହିଁ। ଭଗବାନଙ୍କର ଏହି ଶ୍ରୀ ବିଗ୍ରହ ଚିରକାଳ ଅଷ୍ଟସିଦ୍ଧିରେ ଯୁକ୍ତ। ଏତାଦୃଶ ରୂପରେ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଭଗବାନଙ୍କୁ ଦର୍ଶନ କରି ସନକାଦି ମୁନୀଶ୍ୱରମାନେ ଆନନ୍ଦରେ ବିଭୋର ହୋଇଗଲେ ଏବଂ ଏହି ରୂପେ ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ। ସନକ ଆଦି ମୁନିଗଣ ସ୍ତୁତି କଲେ, ହେ ଅନନ୍ତ, ଆପଣ ଅନ୍ତର୍ଯାମୀ ରୂପରେ ଦୁଷ୍ଟଚିତ୍ତ ପୁରୁଷଙ୍କ ହୃଦୟରେ ବି ରହିଛନ୍ତି ସତ, ତଥାପି ସେମାନଙ୍କ ଦୃଷ୍ଟି ପଥରୁ ଆପଣ ଲୁକାୟିତ ହୋଇ ରହିଥାନ୍ତି। କିନ୍ତୁ ଆଜି ଆମ ନେତ୍ର ସମ୍ମୁଖରେ ତ ଆପଣ ସାକ୍ଷାତ ବିରାଜମାନ ହୋଇଛନ୍ତି। ହେ ପ୍ରଭୁ, ଆପଣଙ୍କ ଠାରୁ ଉତ୍ପନ୍ନ ହୋଇଥିବା ଆମର ପିତା ବ୍ରହ୍ମା ଯେତେବେଳେ ଆପଣଙ୍କର ରହସ୍ୟ ବର୍ଣ୍ଣନା କରିଥିଲେ, ଆପଣ ସେତେବେଳେ କର୍ଣ୍ଣରନ୍ଧ୍ରରେ ଆସି ଆମମାନଙ୍କ ବୁଦ୍ଧିରେ ବିରାଜିତ ହୋଇଯାଇଥିଲେ। କିନ୍ତୁ ଆପଣଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିବାର ମହାନ ସୌଭାଗ୍ୟ ଆମକୁ ଆଜି ହିଁ ମିଳିଲା। ଭଗବାନ, ଆମେ ଆପଣଙ୍କୁ ସାକ୍ଷାତ ପରମାତ୍ମ ତତ୍ତ୍ୱ ବୋଲି ଜାଣୁ। ବର୍ତ୍ତମାନ ଆପଣ ନିଜର ବିଶୁଦ୍ଧ ସତ୍ୱମୟ ବିଗ୍ରହ ଧରି ଆପଣଙ୍କର ଏହି ଭକ୍ତମାନଙ୍କୁ ଆନନ୍ଦିତ କରୁଛନ୍ତି। ମନର ଉତ୍ତେଜନା ଓ ଅହଙ୍କାରରୁ ମୁକ୍ତ ମୁନିଜନମାନେ ହିଁ ଆପଣଙ୍କୁ କୃପାଦୃଷ୍ଟିରୁ ମିଳୁଥିବା ସୁଦୃଢ଼ ଭକ୍ତି ଯୋଗ ଦ୍ୱାରା ଆପଣଙ୍କର ଏହି ସଗୁଣ ସାକାର ମୂର୍ତ୍ତିକୁ ନିଜ ହୃଦୟରେ ଉପଲବ୍ଧ କରିପାରନ୍ତି। ପ୍ରଭୁ, ଆପଣଙ୍କ ସୁଯଶ ହେଉଛି ଅତ୍ୟନ୍ତ କୀର୍ତ୍ତନୀୟ, ତାହା ସାଂସାରିକ ଦୁଃଖ ନଷ୍ଟ କରିଦିଏ। ତେଣୁ ଯେଉଁ ମହାଭାଗମାନେ ଆପଣଙ୍କ ଲୀଳାକଥାର ରସିକ ତଥା ଆପଣଙ୍କ ଚରଣର ଶରଣାପନ୍ନ, ସେମାନେ ଆପଣଙ୍କର ଆତ୍ୟନ୍ତିକ ପ୍ରସାଦ ମୋକ୍ଷପଦ ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତି ନାହିଁ। ପୁଣି ଇନ୍ଦ୍ରପଦ ଆଦି ଅନ୍ୟାନ୍ୟ ତୁଚ୍ଛ ଭୋଗ କଥା ବା କିଏ ପଚାରେ? ଏସବୁ ଭୋଗ ତ ଆପଣଙ୍କର ସାମାନ୍ୟ ଭ୍ରୁକୁଞ୍ଚନକୁ ମଧ୍ୟ ଭୟ କରୁଥାନ୍ତି। ଭଗବାନ, ଆମର କୌଣସି ପାପ ହେତୁ ଆମକୁ ନରକ ଆଦି ଯେକୌଣସି ଯୋନିରେ ପଡ଼ିବାକୁ ହେଉ ପଛେ ଆମର ସେତିକି ଚିନ୍ତା ନାହିଁ। କିନ୍ତୁ ଆପଣ ଏତିକି କୃପା କରନ୍ତୁ ଯେ ଆମର ଚିତ୍ତ ସର୍ବଦା ଭ୍ରମର ପରି ଆପଣଙ୍କ ଚରଣ କମଳରେ ରମଣ କରୁଥାଉ। ଆପଣଙ୍କ ଚରଣର ସମ୍ବନ୍ଧ ହେତୁ ଆମର ବାଣୀ ତୁଳସୀପୁରେ ସୁଶୋଭିତ ହେଉ ଏବଂ ଆମର କର୍ଣ୍ଣ ଆପଣଙ୍କର ସୁଯଶ ସୁଧାରେ ସର୍ବଦା ପରିପୂର୍ଣ୍ଣ ହୋଇ ରହୁ। ହେ ବିପୁଳ କୀର୍ତ୍ତି ପ୍ରଭୁ, ଆପଣ ଆମ ଆଗରେ ଏହି ଯେଉଁ ମନୋହର ରୂପ ପ୍ରକଟିତ କରିଛନ୍ତି, ଏହା ଆମ ନେତ୍ରକୁ ଅତ୍ୟନ୍ତ ସୁଖ ପ୍ରଦାନ କରୁଛି। ବିଷୟାସକ୍ତ ଅଜିତେନ୍ଦ୍ରିୟ ପୁରୁଷମାନଙ୍କୁ ଏହା ଦୃଷ୍ଟିଗୋଚର ହେବା ଅତ୍ୟନ୍ତ କଠିନ। ଆପଣ ସାକ୍ଷାତ ଭଗବାନ ହିଁ ଆମ ନେତ୍ର ଆଗରେ ଏପରି ସ୍ପଷ୍ଟ ରୂପେ ପ୍ରକଟ ହୋଇଛନ୍ତି। ଆମେ ଆପଣଙ୍କୁ ପ୍ରଣାମ କରୁଛୁ। ଏହି ଥିଲା ଏହି ଅଧ୍ୟାୟର ସୁନ୍ଦର ବ୍ୟାଖ୍ୟା। ଆପଣମାନେ ଧାରାବାହିକ ଭାବରେ ଶୁଣିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭାଗବତ ମହାପୁରାଣର ପ୍ରଥମ ସ୍କନ୍ଧରୁ ଶୁଣିବାକୁ ଚେଷ୍ଟା କରନ୍ତୁ। ଫଳରେ
ଆପଣ ଅନେକ ଜ୍ଞାନର ଅଧିକାରୀ ହୋଇପାରିବେ ଏବଂ ଜୀବନର ମୂଲ୍ୟ ମହତ୍ତ୍ୱ ଏବଂ ସଂସାରରେ ବଞ୍ଚିବାର ଗୋଟେ କଳା, ସଂସାର ଗଢ଼ିବାର ଗୋଟେ କଳା ଏବଂ ମରିବାର ମଧ୍ୟ ଗୋଟେ କଳା ଥାଏ, ତାହାକୁ ଉପଲବ୍ଧି କରିପାରିବେ। ଆପଣମାନେ ଏହି ଅଧ୍ୟାୟଟି ଭଲ ଭାବରେ ଶ୍ରବଣ କରିଥିବାରୁ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।